ହେଲା ଗୀତା? ମୋ ପୁଅ ମତେ ଲାଗୁଛି ମୋ ମୁନା ଉପରେ କିଛି ବିପଦ ପଡିଛି। ନା ଗୀତା, ମୁନାର କିଛି ହେଇ ନଥିବ। ତମେ ଠିକ କହୁଛ, କିନ୍ତୁ କିନ୍ତୁ ତମେ ମୁନା କଥା ସବୁବେଳେ ଭାବୁଛ ତ, ସେତେ ତା ବିଷୟରେ କିଛି ସ୍ୱପ୍ନ ଦେଖିଥିବ। ବ୍ୟସ୍ତ ହୁଅନି, ମୁନାର କିଛି ହେଇ ନଥିବ। ତମେ ଶୋଇପଡ଼, ଶୋଇପଡ଼। ବାକି ମୁଁ ନେଇ ପହଞ୍ଚିଦେବି। ହଇରେ ଗୋବରା, ତୋ ମୁଣ୍ଡ ଭିତରେ ଗୋବର ଅଛି ବୋଲି ମୁଁ ଜାଣିଥିଲି, ହେଲେ ସେଇ ଗୋବର ଭିତରେ ଏତେ ସାର ଅଛି ବୋଲି ମୁଁ କଣ ଜାଣିଥିଲି? ଏଣିକି ତୋ କାମ ହେଲା, ତୁ ଏଣିକି ନାଟକଟାକୁ ଜମେଇ ଦେବୁ। ରାଜୁ ପିଲାକୁ ନେଇଗଲା ବୋଲି ତୁ ଚିଲେଇବୁ। ତାପରେ ବିଜୁ ଆଉ ଶାନ୍ତି ଯେତେବେଳେ ଜାଣିବେ ରାଜୁ ପିଲାକୁ ନେଇ ଯାଇଛି, ବାସ୍ ଆଉ ରକ୍ତ ନଥିବ କି ରକ୍ତ ସମ୍ପର୍କ ନଥିବ। ଆରେ କିଏ କୁଆଡେ ଗଲା? ଧାଇ ଆସ ମୁଁ କୁଆଡେ ଯିବି ଲୋ ମା? ହାଲୋ ଶାନ୍ତି ନେଇଗଲା, ଜଲ୍ଦି ଆସ। ହାଲୋ ଶାନ୍ତି, ତୋ ଦୁଃଖୀ ଜନକୁ ନେଇ ଚାଲିଗଲା ଲୋ, ମୁଁ କଣ କରିବି ଲୋ? ମୋ ଝିଅର ସଂସାର ବୁଡିଗଲା। ହାଲୋ ଶାନ୍ତି, ବିଜୁ, ଆରେ କବାଟ ଖୋଲ। ଏ ବିଜୁ, ଶାନ୍ତି, କବାଟ ଖୋଲୁନ କାହିଁକି? କଣ ହେଇଛି ମାଉସୀ? ମତେ କାଇଁ ପଚାରୁଛ? ଯା ତ ଅଲି ଅଳ ଦିଅରକୁ ପଚାରିବୁ ଯା। ସେ ଅଲକ୍ଷରଟା ମୁନାକୁ ନେଇ ଚାଲିଗଲା ଲୋ। ମୁନା ଇଏ କଣ କହୁଛି? ରାଜୁ ମୁନାକୁ ନେଇ ଯାଇଛି? ମୁନା ନାହିଁ। ହେଲେ ମୁଁ ବୁଢୀ ମଣିଷଟା, ତା ଭଳିଆ ଭେଣ୍ଡିଆକୁ ମୁଁ କଣ ଅଟକାଇ ରଖି ପାରିଥାନ୍ତି? ମୁଁ ସେଇ ଦିନ କହୁଛି, ମୋ କଥା ତ କେହି ଶୁଣିଲନି। ଏବେ ସେ ମୁନାକୁ ନେଇ ଚାଲିଗଲା ପରେ ତମ ନିଜ ଭାବୁଛି କୁଆଡେ ଗଲା ଲୋ? ମୋ ଝିଅର କଣ ହବ ଲୋ? ଆଉ ଦେଖୁଛୁ କଣ? ଚାଲ ଶୀଘ୍ର ଚାଲ।